ଆଠମଲ୍ଲିକରେ କାଳ ବୈଶାଖୀର ତାଣ୍ଡବରେ ଧନ ଜୀବନ ଧ୍ୱସ୍ତ ବିଧ୍ୱସ୍ତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଟାଉନରେ ଗତ ମଙ୍ଗଳବାର ଦିନ କାଳବୈଶାଖୀର ତାଣ୍ଡବରେ ଧନଜୀବନ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ କାଟ ସାଙ୍ଗକୁ ଗରମ ଗୁଳୁଗୁଳିରେ ଜନସାଧାରଣ ଲୋକଙ୍କ ଅସୁବିଧା ଏପରି ଯେ ନ ଦେଖିଲେ ଜାଣି ହେବ ନାହିଁ। ବହୁ ବର୍ଷରୁ ବଡ଼ ବଡ଼ ବୃକ୍ଷ ଟଳି ପଡ଼ିଥିବା ବେଳେ କେବିନ୍ ଏଜବେଷ୍ଟ ଘର ପବନରେ ଭାଙ୍ଗି ନଷ୍ଟ ହୋଇଯାଇଛି। ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯିବାରୁ ମାଧପୁର ଅଞ୍ଚଳ ପଇଁଚକୁଳ ଅଞ୍ଚଳ ଅନ୍ଧାର ଘେରରେ। ବୌଦ୍ଧ ଚାରିଛକ ଓ ଆଠମଲ୍ଲିକ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ଉପୁଡ଼ି ପଡ଼ିଥିବା ଗଛକୁ କାଟି ସଫା କରି ଗୋଟାଏ ଦିନ ପରେ ଯିବା ଆସିବା ସମ୍ଭବ ହୋଇପାରିଲା। ଉକ୍ତ ଦୈବୀ ଦୁର୍ବିପାକକୁ ଅନୁଧ୍ୟାନ କରି ଆଠମଲ୍ଲିକ ପ୍ରଶାସନ ସରକାରୀ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ବ୍ୟୁରୋ ରିପୋର୍ଟ, ଆଠମଲ୍ଲିକ ସମାଚାର।